ମୋର ସମସ୍ତ ପିଲା ଯେତେବେଳେ ବି ଘରୁ ବାହାରକୁ ଯାଆନ୍ତି, ତେବେ ସେମାନେ ସମସ୍ତଙ୍କ ସହିତ ଅତି ଭଦ୍ର ଭାବରେ କଥା ହୁଅନ୍ତି। କିନ୍ତୁ ଯେତେବେଳେ ସେମାନେ ଘରକୁ ଫେରନ୍ତି, ତେବେ ସେମାନଙ୍କର ସମସ୍ତ ଆଚରଣକୁ ଘର ବାହାରେ ଛାଡ଼ିକି ଆସନ୍ତି। ନିଜ ଘର ପରିବାରର ସଦସ୍ୟମାନଙ୍କ ସହିତ, ନିଜର ପିଲାମାନଙ୍କ ସହିତ, ନିଜର ପିତାମାତାଙ୍କ ସହିତ ଉଚ୍ଚ ସ୍ୱରରେ ବା ଜୋର ଜୋରରେ କଥାବାର୍ତ୍ତା କରନ୍ତି। ସେମାନଙ୍କୁ ଲାଗେ କି ବର୍ତ୍ତମାନ ତ ଆମେ ବାହାରେ ନାହୁଁ ଏବଂ କେହି ବାହାର ବାଲା ବି ଆମକୁ ଦେଖୁନାହାନ୍ତି। ତେଣୁ ବର୍ତ୍ତମାନ ମୁଁ ମୋର ସବୁ ରାଗକୁ ଘର ଲୋକଙ୍କ ଉପରେ ବାହାର କରିପାରିବି। ଏଥିରେ କ'ଣ ଫରକ ପଡ଼ିବ? ଏହି ଲୋକମାନେ ମୋତେ ଛାଡ଼ିକି କୁଆଡ଼େ ବି ଯିବେ ନାହିଁ, ନା ହିଁ ମୋ ବିଷୟରେ କେଉଁଠି ବି କିଛି ଭୁଲ କହିବେ। ଆରେ ପିଲାମାନେ, ତୁମେ ଏହା କାହିଁକି ଭୁଲି ଯାଉଛ ଯେ ସର୍ବପ୍ରଥମେ ନିଜ ଘର ଲୋକଙ୍କ ସହିତ ହିଁ ଭଲ ଭାବରେ ସ୍ନେହପୂର୍ଣ୍ଣ ସମ୍ମାନ ଭାବ ରଖି କଥା ହେବାକୁ ପଡ଼ିବ। ସେମାନଙ୍କୁ ହିଁ ସର୍ବପ୍ରଥମେ ସମ୍ମାନ ଦେବା ଆବଶ୍ୟକ। ସେମାନେ ତ ହେଉଛନ୍ତି ଯିଏ ସର୍ବପ୍ରଥମେ ଏବଂ ସବୁଠୁ ବେଶୀ ତୁମ ସୁଖ ଦୁଃଖରେ ସର୍ବଦା ତୁମ ସହିତ ଛିଡ଼ା ହୋଇଥାନ୍ତି। ତେବେ ସେମାନଙ୍କ ଉପରେ ତୁମର କ୍ରୋଧ କାହିଁକି ବାହାର କର? ତେଣୁ ନିଜକୁ ସୁଧାର। ମୁଁ ତ ସବୁବେଳେ ମୋର ପ୍ରତ୍ୟେକ ପିଲାଙ୍କ ଉପରେ ନଜର ରଖିଛି। ମୋ ଠାରେ କିଛି ବି ଲୁଚି ନାହିଁ। ଯେତେବେଳେ ମୁଁ ତୁମକୁ ସମ୍ଭାଳୁଛି, ତେଣୁ ମୁଁ ମଧ୍ୟ ତୁମକୁ ସଠିକ୍ ଦିଗରେ ଯିବା ପାଇଁ ମାର୍ଗଦର୍ଶନ ଏବଂ ପ୍ରେରଣା ମଧ୍ୟ ଦେଇଥାଏ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।